ओ सुग्रीवमित्रं रघुराजपुत्रं वने चरन्तं शरचापहस्तं सीतापतिस्निग्धजटाकलापं रामं भजेशं तमचिन्तरूपं श्रीराम जय राम जय जय राम जय रघुनंदन जय घनश्याम। भक्तवत्सल भगवान की जय। जन्माम श्रुतिमात्रत परिमितं संसार वारांनिधिं तीर्थं गच्छन्ति दुर्जनपि परमं विष्णुपदं शाश्वतं तस्यैव स्थितिकारणं त्रिजगतं रामस्य भक्तप्रिया जोऽयं किन्नु समुद्रमात्रतरणे सक्ता कथं वानरं। श्रीराम जय राम जय जय राम श्रीराम जय राम जय जय राम जय रघुनंदन जय घनश्याम। श्रीराम जय राम जय जय राम जय रघुनंदन जय घनश्याम। भक्तवत्सल भगवान की जय। आनंद चंद्र भगवान की जय। सच्चिदानंद भगवान की जय। शंकर भगवान की जय। कृष्ण भगवान की जय। जगन्नाथ महाप्रभु की जय। मर्यादा पुरुष राम नारायण की जय। लक्ष्मण लाल जी की जय। भरत लाल जी की जय। शत्रुघ्न लाल जी की जय। जनक नंदिनी सीता देवी की जय। संकट मोचन हनुमान जी की जय। झंकड़वासिनी माँ शारदा को जय। स्वर्ग मर्त्य पाताल को जय। दश दिगपाल को जय। यूट्यूब कर्मकर्ता मान को जय। मोर प्रिय श्रोताबंधु मान को जय। अग्नि देवता को जय। जल देवता को जय। वसुधा देवता को जय। पवन देवता को जय। सूर्य देवता को जय। चंद्र देवता को जय। मोर प्रिय श्रोताबंधु आपण मानक मथलटा प्रणाम जनाई आरंभ करने को जाऊँ। ये धारावाहिक संपूर्ण रामायण कथा आपण माने केबे दरखंडिया करके शुणवे ना। आपण मानक अनुरोध आपण माने जदि दरखंडिया करके शुणवे तार फल आम संपूर्ण पाइबा नहीं। तेणु देखा समय नथिले भी संपूर्ण शुणा। आदि वीडियो भल लगे ताहने दयापूर्वक आम सब्सक्राइब टे करवा और लाइक टे करवा। एवं आपण मानक अनुष्ठान मु निमित्त मात्र मोर प्रिय श्रोताबंधु माने आपण माने परवर्ती अध्याय शुणुले संकटमोचन हनुमान जी द्वितीय थर पाई रावण पाखक मर्यादा पुरुष राम नारायण ठारू चिट्ठी आउ सर नहीं कि जाई विभिन्न प्रकार बुझाउछंती। मर्यादा पुरुष राम से तो दया सागर भारी दयालु धर्मार्थी सत्यवादी। तेणु तांकर इच्छा जदि सीतादेवी को आनी समर्पण कर दिंता आ युद्ध होता नहीं। आ रावण भी आउ जमपुर को जाता नहीं। यही उद्देश्य विभिन्न प्रकार हनुमान जी बुझेले भी
କିଛି ଫଳ ହେଉନାହିଁ। ଆପଣମାନେ ଶୁଣୁଛନ୍ତି। ହନୁମାନଜୀ କହୁଛନ୍ତି ସୀତା ଦେବୀଙ୍କି ଯଦି ନ ଫେରାଉ ତାହେଲେ ଏଇ ସରରେ ଦେଖ ତୋର ପ୍ରାଣ ନିଶ୍ଚିତ ଭାବରେ ଯିବ। ତୋର ମାଂସକୁ ବିଲୁଆ ଶାଗୁଣାମାନେ ଖାଇବେ। ତୋର ଯଦି ବଞ୍ଚିବାକୁ ଇଚ୍ଛା ଥିବ ମୋ କଥା ମାନି ସୀତାଙ୍କୁ ଫେରାଇ ଦେ, ନହେଲେ ତୋର ଯାହା ଇଚ୍ଛା ତା କରିବୁ। ମୋର ପ୍ରିୟ ଶ୍ରୋତା ବନ୍ଧୁ, ଏଥର ରାବଣ କ୍ରୋଧରେ ଜର୍ଜରିତ ହୋଇ କହିଲା, ମୂର୍ଖ ବାନର, ଏଠୁ ଗଲୁ। ମୁଁ ମାଙ୍କଡ଼ ଭାଲୁଙ୍କୁ କୌଣସିରେ ଗଣନା କରେ ନାହିଁ। ସେମାନେ ତ ବଣ ପଶୁ, ନା ପଶୁରେ ଗଣନା କରେ ନା କେଉଁଥିରେ ଗଣନା କରେ। ତୁ କେବଳ ଦୂତ ବୋଲି ମୁଁ କିଛି ଏପର୍ଯ୍ୟନ୍ତ ତୋତେ କହୁନାହିଁ, ନହେଲେ ତୋ ପ୍ରାଣଟି ଏତେଳୁ କେବେଠାରୁ ଯାଇସାରନ୍ତାନି। ତୁ ସେଇ ସୁଯୋଗରେ ବହୁତ ବଡ଼ ବଡ଼ କଥା କହୁଛୁ। ତୁ ଦୂତ ହୋଇନଥିଲେ ମୁଁ କାଳ ବିଳମ୍ବ ନ କରି ତୋତେ ସୁଟ୍ କରି ସାରନ୍ତେଣି, କେବେଠାରୁ ଯମପୁରକୁ ଯାଇସାରନ୍ତୁନି। ଏଠୁ ଶୀଘ୍ର ଯା, ତୋ ପ୍ରଭୁ ରାମ ଆଗରେ ମୁଁ ଯାହା କହୁଛି ସେ କଥା କହିବୁ। ଯଦି ମୋ ସହିତ ଯୁଦ୍ଧ କରିବ ତାହେଲେ ସଜବାଜ ହୋଇକି ଆସୁ। ମୋ ପାଖରେ ଯେଉଁ ଅସ୍ତ୍ର ଅଛି ସେହି ଅସ୍ତ୍ରରେ ପ୍ରାଣ ଦେଇ ଯମପୁରରେ ଯାଇକି ବସୁ। ମୋ ଦେହରେ ଟିକିଏ ପ୍ରାଣ ଥିବା ପର୍ଯ୍ୟନ୍ତ ମୁଁ ସୀତାଙ୍କୁ ଦେବି ନାହିଁ। ଏ ମୋର ସତ୍ୟ ସିଦ୍ଧାନ୍ତ କଥା। ଯଦି ରାମର ବଳ ଅଛି ତାହେଲେ ମୋ ସହିତ ଯୁଦ୍ଧ କରି ମୋତେ ଯୁଦ୍ଧରେ ହରେଇ ସୀତାଙ୍କୁ ନେଇକି ଯାଉ। ତୁ ତ ଏଠି ମରିଥାନ୍ତୁ, କେବଳ ଦୂତ ହୋଇଥିବାରୁ ଦୁଇଥର ବଞ୍ଚିକି ଗଲୁ। ତାପରେ ହନୁମାନ ଯାଇ ମର୍ଯ୍ୟାଦା ପୁରୁଷ ରାମଙ୍କୁ ପ୍ରଣାମ କରି ହାତ ଯୋଡ଼ି କହିଲା, ପ୍ରଭୁ। ରାବଣ କହିଲା, ମୋ ଦେହରେ ଟିକିଏ ବି ପ୍ରାଣ ଥିବା ପର୍ଯ୍ୟନ୍ତ ମୁଁ ସୀତାଙ୍କୁ ଫେରାଇବି ନାହିଁ। ଯଦି ରାମର ବଳ ଅଛି ତାହେଲେ ମୋ ସହିତ ଯୁଦ୍ଧ କରି ମୋତେ ଯୁଦ୍ଧରେ ହରେଇ ସୀତା ନେଇକି ଯାଉ। ଏକଥା ଶୁଣି ମର୍ଯ୍ୟାଦା ପୁରୁଷ ରାମ ବାନରମାନଙ୍କୁ ଡାକି କହିଲେ, ଆଉ ବିଳମ୍ବ ନ କରି ଶୀଘ୍ର ଯୁଦ୍ଧକୁ ଯିବା ଚାଲ। ଏକଥା କହିବା ମାତ୍ରେ ବାନରମାନେ ସଜବାଜ ହେଲେ। ଲକ୍ଷ୍ମଣ ବୀରବେଶ ହୋଇ ଶ୍ରୀରାମଙ୍କ ପଛରେ ଛିଡ଼ା ହେଲେ। ବାନର ସେନାମାନେ ବି ପ୍ରସ୍ତୁତ ହୋଇ ଆସୁଛନ୍ତି, ସାଙ୍ଗରେ ଯିବେ ଯୁଦ୍ଧ କରିବାକୁ। ସମସ୍ତେ ଏକ ସାଙ୍ଗରେ ଯାଇ ଯୁଦ୍ଧଭୂମିରେ ରାକ୍ଷସମାନଙ୍କ ଯୁଦ୍ଧକୁ ଆସିବା ଅପେକ୍ଷାରେ ରହିଲେ। ମୋର ପ୍ରିୟ ଶ୍ରୋତା ବନ୍ଧୁ, ସଙ୍କଟମୋଚନ ହନୁମାନଙ୍କୁ ରାବଣ ଧିକ୍କାର କରି ବିଦା କରିଦେଲା ପରେ ରାବଣ ଭାବିଲା, ଏ ରାମ ଜଟାଧାରୀ କେତେଥର ଦୂତ ହାତରେ ଚିଠି ପଠାଉଛି। ଏଇ କଥା ମନରେ ବସି ଭାବୁଛି। ପୁରା ଧ୍ୟାନମଗ୍ନ ସିଂହାସନରୁ ବସିଛି। ରାଜସଭା ଚାଲିଛି, ପ୍ରଜାମାନେ ସମସ୍ତେ ଅଛନ୍ତି, ମନ୍ତ୍ରୀମାନେ ବି ଅଛନ୍ତି। ରାବଣ କିନ୍ତୁ ଅନ୍ୟମନସ୍କ ବସିଛି, ଭାବୁଛି ଏ କଥା। ପ୍ରିୟ ମନ୍ତ୍ରୀ ପଚାରିଲେ, ରାଜା ଆଜି କ'ଣ ଅନ୍ୟମନସ୍କ ଜଣାପଡ଼ୁଛନ୍ତି? ରାବଣ କହିଲା, ମୁଁ ରାମ ଜଟାଧାରୀ କଥା ଭାବୁଥିଲି। ବାରମ୍ବାର ଚିଠି ଦେଇକି ଆଉ ସରଟେ ଦେଇକି ଦୂତ ପଠାଇ ଦେଉଛି। ଏହି ଅଳ୍ପ ସମୟ ପୂର୍ବରୁ ସେ ଯେଉଁ ଘରପଡ଼ା ହନୁମାନ ଆସିଥିଲା ଦୂତ ହିସାବରେ ଆସିକି ବହୁତ ବଡ଼ ବଡ଼ କଥା କହିଲା। ମୁଁ ତାକୁ ଧିକ୍କାର କରି କହିଲି, ତୋ ବଡ଼ କଥା ତୋ ପ୍ରଭୁ ରାମ ଜଟାଧାରୀ ପାଖରେ ଯାହା କହିବୁ। ଏଠୁ ଗଲୁ। ରାମ ବୋଧେ
ମୋ ପରାକ୍ରମ କଥା ଜାଣିନାହିଁ, ସେଇଥିପାଇଁ ବାରମ୍ବାର ଚିଠି ପଠାଉଛି। ଆଉ ଆଜି ମୁଁ ତା ପାଖକୁ ଚିଠି ଦେବି। ଚିଠି ପଢ଼ିକି ତାର ତ ସବୁ ବୁଦ୍ଧି ବଣା ହେଇଯିବ। ଆଉ ଦେହ ଥିବ ନା ରୋଗ ହେବ? ସବୁ ବୁଦ୍ଧି ଆଜି ମୁଁ ତାର ବଣା କରିଦେବି। ତା ଚିଠି ଦେବା ଏକାଥରେ ଛାଡ଼ିଯିବ। ଏ କଥା ଶୁଣି ମନ୍ତ୍ରୀ ଆଉ ପ୍ରଜାମାନେ ରାବଣକୁ ବହୁତ ପ୍ରଶଂସା କଲେ। ଭାରି ଗୋଟେ ବଡ଼ କଥା କରୁଛି, ସେଥିପାଇଁ ବହୁତ ପ୍ରଶଂସା କଲେ। ତାପରେ ରାବଣ ନିଜ ସ୍ୱହସ୍ତରେ ଚିଠି ଲେଖିଲା। ମୋର ନାମ ରାବଣ, ମୁଁ ବ୍ରହ୍ମାଙ୍କ ବଂଶଧର। ମୋର ପିତା ବିଶ୍ରବା ଋଷି। ମୁଁ ଏ ଜଗତରେ ବିଖ୍ୟାତ। ମୋର ବାସସ୍ଥାନ ସ୍ୱର୍ଣ୍ଣରତ୍ନମୟୀ ଲଙ୍କାପୁର। ମୋର ଜ୍ୟେଷ୍ଠ ଭ୍ରାତା ଯକ୍ଷ ରାଜା କୁବେର। ବ୍ରହ୍ମାଙ୍କ ବରରେ ମୁଁ ଜଗତ ଜିତା ହୋଇଛି। ସବୁ ଦେବତାମାନେ ମୋର ସେବକ। ଏ ଜଗତରେ ଯେତେ ରାଜା ଅଛନ୍ତି ମୁଁ ସେମାନଙ୍କୁ ବଶ କରିକି ରଖିଛି ବର୍ତ୍ତମାନ ପର୍ଯ୍ୟନ୍ତ। ତେଣୁ ତ୍ରୈଲୋକ୍ୟର ସମ୍ପତ୍ତିକୁ ମୁଁ ସୁଖରେ ଭୋଗ କରୁଛି। ମୁଁ ଯେଣୁ ରାଜାଧିରାଜ, ତେଣୁ ଏ ସାରା ଜଗତରେ ମୋର ଅଧିକାର ଅଛି। ଯେଉଁଠାରେ ଯେଉଁ ରତ୍ନ ମୋତେ ମିଳିଥାଏ ମୁଁ ଆନନ୍ଦ ଚିତ୍ତରେ ତାକୁ ସହଜରେ ହେଉ ବଳାତ୍କାରରେ ହେଉ ଆଣିଥାଏ। ଏବେ ତ ସ୍ତ୍ରୀ ରତ୍ନ ହରଣ କରି ଆଣିଛି। ତୁ ତ ମୋର ପ୍ରଜା। ଦଶରଥ ବନ୍ଧୁ ରାମକୁ ଏକଥା କହୁଛି, ଏଇ କଥା ଚିଠିରେ ଲେଖୁଛି। ସେଥିପାଇଁ ମୁଁ ହରଣ କରିକି ଆଣିଲି। ତୁ କିନ୍ତୁ ଆଉ ସୀତାକୁ ପାଇବୁ ନାହିଁ। ମୁଁ ତୋ ଉପରେ ସନ୍ତୁଷ୍ଟ ହେଲି। ତୁ ବଣରେ ଯାଇ ତପସ୍ୟା କର। ମୋ ସହିତ ଯୁଦ୍ଧ କରିବା ପାଇଁ ଇଚ୍ଛା କରିଛୁ, ସେ କଥା ଭୁଲିଯା। ଆଉ ଯଦି ଯୁଦ୍ଧ କରିବା ପାଇଁ ଇଚ୍ଛା କରୁ ତାହେଲେ ଯମନ ନିକେତନକୁ ଯିବାଟା ତୋର ନିଶ୍ଚିତ। ତୁ ନରାଧମ ବାନର ଗୋଛେ ଧରିକି ଆଣିଛୁ। ଯୁଦ୍ଧ କରିବୁ ଅସୁରଙ୍କ ସହିତ। ଏକଥା ଯିଏ ଶୁଣିବ ହସିବ। ବାଘ ମୁହଁରେ ଯେଉଁ ମାଂସ ଲାଗିଥିବ ବିଲୁଆ ତାହା କ'ଣ ଛଡ଼ାଇ ନେଇପାରିବ? ଅସମ୍ଭବ କଥା। ସେହିପରି ସର୍ପର ମୁଣ୍ଡରେ, ଆମର ଯେଉଁ ସାପ ମୁଣ୍ଡରେ ମଣି ଥାଏ, ସେ ମଣିକୁ କେବେ କ'ଣ ମୂଷା ଛୁଆ ଆଣିପାରିବ? ସେ ବା ତାର ଖାଦ୍ୟ। ଯେଉଁଦିନ କୁମ୍ଭକର୍ଣ୍ଣ ଇନ୍ଦ୍ରଜିତ ହାବୁଡ଼ରେ ତୁ ରାମ ପଡ଼ିବୁ, ସେହିଦିନ ତୋ ପିଣ୍ଡରୁ ପ୍ରାଣ ଛାଡ଼ିଯିବ। ତେଣୁ ତୋର ଯଦି ବଞ୍ଚିବାର ଇଚ୍ଛା ଅଛି ତାହେଲେ ବଣରେ ଯାଇ ଘୋର ତପସ୍ୟା କର। ସୀତାକୁ ନେବା ଇଚ୍ଛା ଆଜିଠାରୁ ଛାଡ଼ିଦେ। ଏତିକିରୁ ରହିଲି ରାବଣ। ତାପରେ ରାବଣ ନିକୁମ୍ଭ ରାକ୍ଷସକୁ ଡାକିକି କହିଲା, ତୁ ଏବେ ଏଇ ମୁହୂର୍ତ୍ତରେ ଏଇ ଚିଠିଟି ନେଇ ରାମକୁ ହାତାହାତି ଦେବୁ। କାହା ହାତରେ ଦେବୁନି, ହାତାହାତି ଦେବୁ। ତାପରେ ନିକୁମ୍ଭ ରାକ୍ଷସ ରାବଣ ହସ୍ତରୁ ଚିଠି ନେଇ ମର୍ଯ୍ୟାଦା ପୁରୁଷ ରାମଙ୍କ ହସ୍ତରେ ସମର୍ପଣ କଲା। ସେଇଠି ପାଖାପାଖିରେ ସାଙ୍ଗେ ସାଙ୍ଗେ ଚାଲି ଆସିଲା ଆଉ। ତାପରେ ଶ୍ରୀରାମ ଚିଠି ପଢ଼ି ସାରି ନିକୁମ୍ଭ ରାକ୍ଷସକୁ କହିଲେ, ତୁ ଯାଇ ରାବଣକୁ କହିବୁ, ତୁ ଭୁଲି ଯାଇଛୁ ରାବଣ, ନାରାୟଣ ତୋତେ ବର ଦେଇଛନ୍ତି ମୋ ଶରରେ ମରିବୁ। କେହି ତୋତେ ରଖିପାରିବେ ନାହିଁ। ମୋ ଶର ଯେପର୍ଯ୍ୟନ୍ତ ରାବଣ ଦେହରେ ନ ବାଜିଛି ସେ ପର୍ଯ୍ୟନ୍ତ
ବଞ୍ଚିକି ଲଙ୍କାପୁରରେ ରହିଥାଉ। ମୋର ପ୍ରିୟ ଶ୍ରୋତା ବନ୍ଧୁ, ଆପଣମାନେ ପୂର୍ବ ଅଧ୍ୟାୟରେ ଶୁଣିଥିଲେ ଇନ୍ଦ୍ରଜିତ ଅଙ୍ଗଦଠାରୁ ଯୁଦ୍ଧରେ ହାରିକି ଗୋଇଠା ମାଡ଼ ଖାଇ ମୁହଁ ତଳକୁ କରି ପଳାଇ ଯାଇଥିଲା। ଆଜି ପୁଣି ଯୁଦ୍ଧ କରିବାକୁ ମନ କରିଛି। କେନା ଅପମାନ ପାଇକି ଯାଇଛି। ଇନ୍ଦ୍ରଠାରୁ ଜିତିକି ଆସିଥିବା ବୀର ମନେ ମନେ ଭାବୁଛି। ତେଣୁ ନିଜ ସୈନ୍ୟକୁ ଡାକି ମାୟା ରଥରେ କାୟା ଅସ୍ତ୍ର ସଜେଇକି ଯାଇ ଯୁଦ୍ଧକ୍ଷେତ୍ରରେ ପହଞ୍ଚିଗଲା। ଶ୍ରୀରାମ, ଲକ୍ଷ୍ମଣ ଆଉ ବାନର ସେନା ମାନେ ପ୍ରସ୍ତୁତ ହୋଇକି ଥିଲେ ତ ଆପଣମାନେ ଶୁଣିଥିଲେ। ତାଙ୍କ ସହିତ ସୁଗ୍ରୀବ, ବିଭୀଷଣ, ହନୁମାନ ସମସ୍ତେ ଥିଲେ। ତାପରେ ଯୁଦ୍ଧ ଆରମ୍ଭ ହେଲା। ପ୍ରଥମେ ବାନରଙ୍କ ସହିତ ଅସୁରମାନେ ଯୁଦ୍ଧ କରୁଛନ୍ତି। ସେ ସମୟରେ ଇନ୍ଦ୍ରଜିତ ହଠାତ୍ ଆକାଶକୁ ଉଠିଯାଇ ମାୟା ବିସ୍ତାର କରି ମେଘ ସହିତ ମିଶି ତ ଯାଇଛି ଆଉ। କେହି ଆଉ ଇନ୍ଦ୍ରଜିତକୁ ଦେଖିପାରୁନାହାନ୍ତି ଆଉ। ବ୍ରହ୍ମାମ୍ବରରେ ଇନ୍ଦ୍ରଜିତ ମହାବଳୀ ଆର ମେଘ ମଧ୍ୟରେ ଲୁଚିଛି। ତାପରେ ପୁରା ତେଜିଆନ ଅଗ୍ନି ଭଳି ସ୍ୱରବୃଷ୍ଟି କଲା। ସେ ସ୍ୱର ଆଘାତରେ 10 ଦିଗ କମ୍ପମାନ ହୋଇଗଲା। ତାପରେ ଇନ୍ଦ୍ରଜିତ ଶୂନ୍ୟରେ ଥାଇ ଶ୍ରୀରାମ ଲକ୍ଷ୍ମଣଙ୍କ ରୂପ ଦେଖି ଘଣ୍ଟେ ପର୍ଯ୍ୟନ୍ତ ଏକ ଲକ୍ଷ୍ୟରେ ଚାହିଁକି ରହିଛି। କି ରୂପ, କି ଅଦ୍ଭୁତ ରୂପ। ତାପରେ ମନରେ ଭାବୁଛି, ଏଇ ଦୁଇ ଭାଇଙ୍କ ଭଳି ଏ ମହିମଣ୍ଡଳରେ ବୀର କେହି ନଥିବେ। ମୁଁ ବି କେବେ ଏମାନଙ୍କ ଭଳି ଏ ପର୍ଯ୍ୟନ୍ତ ବୀର ଆଙ୍କ ଭଳିଆ ଦେଖିନଥିଲି। ଏ ଦୁଇ ଭାଇ ଇଚ୍ଛା କଲେ ଘଣ୍ଟାକ ମଧ୍ୟରେ ଏ ତ୍ରିଭୁବନକୁ ଜୟ କରିପାରିବେ। ମୁଁ କ'ଣ ସାମାନ୍ୟ ଯୁଦ୍ଧରେ ଆଙ୍କୁ ଜିଣିପାରିବି? ନା, କେବଳ ମାୟା ଯୁଦ୍ଧ କରି ଏମାନଙ୍କୁ ମୁଁ ମାରିବି। ଏକଥା ଚିନ୍ତା କରି ସ୍ୱୟଂ ବ୍ରହ୍ମା ଦେଇଥିବା ନାଗପାଶ ସ୍ୱରକୁ ତୁନିରୁ ବାହାର କରି ବ୍ରହ୍ମାଙ୍କ ମନ୍ତ୍ରରେ ମନ୍ତ୍ରିତ କରି ଛାଡ଼ିଦେଲା। ମୋର ପ୍ରିୟ ଶ୍ରୋତା ବନ୍ଧୁ, ଶୂନ୍ୟରେ ଦେବତାମାନେ ଥାଇ ଏ ଦୃଶ୍ୟ ଦେଖି ବିସ୍ମିତ ହୋଇଗଲେ। ଡରିଗଲେ ଦେବତାମାନେ। ତାପରେ ଇନ୍ଦ୍ରଜିତ ହାତରୁ ସ୍ୱର ଯାଇ ଆକାଶମଣ୍ଡଳ ଘୋଟି ଗର୍ଜନ କରି 49 ପବନ ବହି ଟୋପା ଟୋପା ହୋଇ ଗରଳ ପଡ଼ୁଛି। କାହିଁକିନା ନାଗପାଶ ସ୍ୱର ତ ଗରଳ ଟୋପା ଟୋପା ହେଇକି ପଡ଼ୁଛି। ତାପରେ ଆକାଶରୁ ଖସି ସେ ସ୍ୱର ମର୍ଯ୍ୟାଦା ପୁରୁଷ ରାମ ଆଉ ଲକ୍ଷ୍ମଣଙ୍କୁ ରାଗିକି ଆସି ବାନ୍ଧି ପକାଇଲା। ସ୍ୱର ଗୁଡ଼େଇ ହେଇଗଲା। ତାପରେ ଅଚଳ ହୋଇ ଧୈର୍ଯ୍ୟ ଧରି ଯୁଦ୍ଧ ଭୂମିରେ ମର୍ଯ୍ୟାଦା ପୁରୁଷ ରାମ ଆଉ ଲକ୍ଷ୍ମଣ ବୀର ଛିଡ଼ା ହୋଇଛନ୍ତି। ତାପରେ ମର୍ଯ୍ୟାଦା ପୁରୁଷ ରାମ ଆଉ ଲକ୍ଷ୍ମଣ ଚାରିଆଡ଼କୁ ଚାହିଁଲେ। କେଉଁଠି ଥାଇକି ଇନ୍ଦ୍ରଜିତ ବା ମେଘନାଦ, ତା ନାଁ ତ ଆଗରୁ ତ ମେଘନାଦ ଥିଲା। ତାପରେ ଇନ୍ଦ୍ରକୁ ଜିତିବା ପରେ ତା ନାଁ ଇନ୍ଦ୍ରଜିତ ହେଲା। ତାକୁ ଆଉ ଦେଖିପାରିଲେ ନାହିଁ। ନାଗପାଶ ସ୍ୱର ଟାଇଟ୍ କରିକି ବାନ୍ଧି ବେଶୀ ଆଉ ବୁଲି ଚାଲି ହେଉନି। ଅଚଳ ହେଇଯାଇଛନ୍ତି। ବାନରମାନେ କଥା ଦେଖି ତାଙ୍କର ମୁଣ୍ଡ ଖରାପ। ଭାବୁଛନ୍ତି
ପାପିଷ୍ଟ କ୍ରୂର ଇନ୍ଦ୍ରଜିତ ମାୟା କରି ଏଭଳି କାଣ୍ଡ ଘଟାଇଛି। ଯଦି ଆମ ଆଗରେ ପଡ଼ିଥାନ୍ତା ଆମେ ତାକୁ ଯମଭୁବନକୁ ସାଙ୍ଗେ ସାଙ୍ଗେ ପଠାଇ ଦେଇଥାନ୍ତୁ। ତାପରେ ମର୍ଯ୍ୟାଦା ପୁରୁଷ ରାମ ବାନରମାନଙ୍କୁ କହିଲେ, ତୁମ୍ଭେମାନେ ଭଲ ଭାବରେ ଲକ୍ଷ୍ୟ କର ମେଘନାଦ କେଉଁଠି ଅଛି। ଭଲ ଭାବରେ ଖୋଜ, ଯେଉଁଠି ପାଇବ ତାକୁ ବାନ୍ଧି ଆଣିକି ମୋ ଆଗରେ ଛିଡ଼ା କରାଇବ। ଆମେ ତ ଯାହା ହଉ କଷ୍ଟମଷ୍ଟେ ଏଠି ଛିଡ଼ା ହେଇଛୁ, ତୁମେମାନେ ସ୍ୱର୍ଗ ମର୍ତ୍ତ୍ୟ ପାତାଳ ଏ ତିନି ପୁର ଯାକ ଖୋଜିକି ଇନ୍ଦ୍ରଜିତକୁ ବାନ୍ଧିକି ଆଣ। ଏ କଥା ଶୁଣି ବାନରମାନେ ହସ୍ତରେ ପଥର ଧରି ପକ୍ଷୀ ପରି ଆକାଶମଣ୍ଡଳ ଖୋଜି ସାରି ମର୍ତ୍ତ୍ୟଭୁବନ ଖୋଜି ପାତାଳପୁର ଖୋଜି ଖୋଜି ମେଘନାଦର ଆଉ ଚିହ୍ନ ବର୍ଣ୍ଣ ଶ୍ରୋତାବନ୍ଧୁ ଆଉ ପାଇଲେ ନାହିଁ। ସେ ତ ମେଘ ନା ମେଘନାଦ, ସେ ତ ମେଘ ସହିତ ମିଶି ଯାଇଛି। ତେଣୁ ଆଉ ବାନରମାନେ ପାଇବେ କେମିତି? ମୋର ପ୍ରିୟ ଶ୍ରୋତାବନ୍ଧୁ, ଏଠୁ ରଖିବା କଥା ନୁହେଁ, ବାଧ୍ୟ ହୋଇକି ରଖୁଛୁ, କାହିଁକିନା ଭିଡ଼ିଓ ବଡ଼ ହୋଇଯିବ। ଆଉ ଆପଣମାନେ ଶୁଣିବେ ଆଗାମୀ ଅଧ୍ୟାୟରେ କେମିତି ଗରୁଡ଼ ଆସି ସ୍ୱୟଂ ନାରାୟଣଙ୍କୁ ରକ୍ଷା କରିବେ, ସେ କଥା ଆଗାମୀ ଅଧ୍ୟାୟରେ ଆପଣମାନେ ଶୁଣିବେ। ତେଣୁ ଆଜି ଏଇଠୁ ରଖିବା। ସେହି ମର୍ଯ୍ୟାଦା ପୁରୁଷ ରାମ ନାରାୟଣ ଆପଣମାନଙ୍କର ମଙ୍ଗଳ କରନ୍ତୁ ତଥା ଆପଣମାନଙ୍କ ପରିବାର, ପିଲାମାନେ, ଗୁରୁ ଗୁରୁଜନ ସମସ୍ତଙ୍କର ସେହି ରାମ ନାରାୟଣ ମଙ୍ଗଳ କରନ୍ତୁ, ଭଲରେ ରଖନ୍ତୁ। ଆପଣମାନଙ୍କ ସହିତ ଏ ପୃଥିବୀରେ ଯେତେ ନରନାରୀ, ପିଲା ବାଳକ, ମୋର ଗୁରୁ ଗୁରୁଜନ, ମନୁଷ୍ୟଠାରୁ ପଶୁପକ୍ଷୀ କୀଟପତଙ୍ଗ ପର୍ଯ୍ୟନ୍ତ ସମସ୍ତଙ୍କୁ ସେଇ ରାମ ନାରାୟଣ ଭଲରେ ରଖନ୍ତୁ। ଏତିକି କହି ସେଇ ରାମ ନାରାୟଣକୁ ନମସ୍କାର କରି, ଶଙ୍କର ଭଗବାନଙ୍କୁ ନମସ୍କାର କରି, କୃଷ୍ଣ ଭଗବାନଙ୍କୁ ନମସ୍କାର କରି, ଜଗନ୍ନାଥ ମହାପ୍ରଭୁଙ୍କୁ କୋଟି କୋଟି ପ୍ରଣାମ କରି, ଝଙ୍କଡ଼ବାସିନୀ ମା ଶାରଳାଙ୍କୁ ନମସ୍କାର କରି, ସ୍ୱର୍ଗ ମର୍ତ୍ତ୍ୟ ପାତାଳଙ୍କୁ ନମସ୍କାର କରି, ଦଶ ଦିଗପାଳଙ୍କୁ ନମସ୍କାର କରି, ୟୁଟ୍ୟୁବ କର୍ମକର୍ତ୍ତାମାନଙ୍କୁ ନମସ୍କାର କରି, ମୋର ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ନମସ୍କାର ପ୍ରଣାମ କରି, ଅଗ୍ନି ଦେବତାଙ୍କୁ, ଜଳ ଦେବତାଙ୍କୁ ନମସ୍କାର କରି, ବସୁଧା ଦେବତାଙ୍କୁ ନମସ୍କାର କରି, ପବନ ଦେବତାଙ୍କୁ ନମସ୍କାର କରି, ସୂର୍ଯ୍ୟ ଚନ୍ଦ୍ର ଦେବତାଙ୍କୁ ନମସ୍କାର କରି, ମୋର ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ଶେଷ ନମସ୍କାର କରିବା ପୂର୍ବରୁ ଏତିକି ଅନୁରୋଧ, ମୋର ପ୍ରିୟ ଶ୍ରୋତା ବନ୍ଧୁମାନେ ଏ ଧାରାବାହିକ ରାମାୟଣ ମନ ଦେଇକି ଶୁଣନ୍ତୁ। ଯାହା ହଉ ମୋର ପ୍ରିୟ ଶ୍ରୋତା ବନ୍ଧୁମାନଙ୍କ ପାଇଁ ମୁଁ ମଧ୍ୟ ଟିକେ ଶୁଣିପାରୁଛି। ଆଉ ଆର ଫଳ ଅସୀମ ଆପଣମାନେ ହୃଦୟଙ୍ଗମ କରୁଥିବେ, ଶାସ୍ତ୍ରରେ ବି ଶୁଣିଥିବେ। ତେଣୁ ଆମେ ପ୍ରତ୍ୟହ ଥରେ ଛାଡ଼ିକି ଯାଇ 10 ଥର ଶୁଣିବା ବି ଆହୁରି ଭଲ। ଯେତିକି ସମୟ ଥିବ ଆମେ ସେ ସମୟ ଗୁଡ଼ିକ ରାମ ନାରାୟଣଙ୍କ କଥା ମନେ ପକାଇବା, ଶୁଣିବା, ଆଉ ଭିଡ଼ିଓକୁ ଟିକେ ସବସ୍କ୍ରାଇବ୍ କରିବା, ଲାଇକ୍ ଟିକେ କରିବା। ଏତିକି ଅନୁରୋଧ କରି ଏ ଅଧମ ଆଜି ବିଦାୟ ନେଉଛି। ଯଦି କିଛି ଭୁଲ ହୋଇଥାଏ ଆପଣମାନେ କ୍ଷମା କରିବେ। ଆଉ ଯଦି କିଛି ସନ୍ଦେହ ରହୁଥାଏ ଦୟାକରି କମେଣ୍ଟ ବକ୍ସରେ ଲେଖିବେ, ଆମେ ଉତ୍ତର ଦେବାକୁ ଚେଷ୍ଟା କରିବୁ। ଏହା ଆପଣମାନଙ୍କର ଅନୁଷ୍ଠାନ। ଏତିକି କହି ମୋର ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ମଥୁରା ପ୍ରଣାମ କରି ବିଦାୟ ନେଉଛି। ଜୟ ଶ୍ରୀରାମ।